ଦୋଳ ପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ପୁଣି ବଡ଼ ଗ୍ରହଣ। କେଉଁ ସମୟରୁ ପାକତ୍ୟାଗ, କ'ଣ ରହିଛି ନୀତିକାନ୍ତି, ଆସନ୍ତୁ ଜାଣିବା। କେଉଁ ସମୟ ଘାତ ସମୟ ରହିଛି, ଚାଲନ୍ତୁ ଜାଣିବା ଏହି ଭିଡିଓରେ। ଚଳିତ ବର୍ଷ 2026ର ପ୍ରଥମ ଚନ୍ଦ୍ରଗ୍ରହଣ, ପୁଣି ସବୁଠାରୁ ବଡ଼ ଚନ୍ଦ୍ରଗ୍ରହଣ ଏଥର ଦୋଳ ପୂର୍ଣ୍ଣିମା ବା ଫାଲ୍ଗୁନ ପୂର୍ଣ୍ଣିମାରେ ପଡୁଛି। ଚନ୍ଦ୍ରଗ୍ରହଣକୁ ଜ୍ୟୋତିଷ ଶାସ୍ତ୍ର ଓ ଶ୍ରୀକ୍ଷେତ୍ର ପୁରୀରୁ କ'ଣ ସଂକେତ ଆସୁଛି, ଚାଲନ୍ତୁ ଜାଣିବା। ଭାରତୀୟ ସମୟ ଅନୁସାରେ ଅପରାହ୍ନ 3:20:17 ଆରମ୍ଭ ହେବ ଗ୍ରହଣ। ସର୍ବମୁଖ୍ୟ ସମୟ 6:47:13। ଗ୍ରହଣର ମୋଟ ଅବଧି 3 ଘଣ୍ଟା 27 ମିନିଟ୍ ଯାଏଁ ହେବ। ଚନ୍ଦ୍ରଗ୍ରହଣ ସମୟ ଦିନ 3:20:17। ଗ୍ରାସ ଆରମ୍ଭ ଦିନ 4:34। ଗ୍ରାସ ଶେଷ ଦିନ 5:33। ଗ୍ରହଣ ଶେଷ ସନ୍ଧ୍ୟା 6:47:13। ମାର୍ଚ୍ଚ 3 ତାରିଖରେ ଭାରତୀୟ ସମୟ ଦିନ 2:14 ଏହି ଚନ୍ଦ୍ରଗ୍ରହଣ ଆରମ୍ଭ ହେବ। ଯେତେବେଳେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ, ସେତେବେଳେ ଦିନ 3:20 ହୋଇଥିବ। ଆଂଶିକ ଗ୍ରହଣ ଦିନ 3:20 ଆରମ୍ଭ ହୋଇ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଅପରାହ୍ନରେ 4:34ରୁ 5:33 ଯାଏଁ ଘଟିବ। ଆଂଶିକ ଗ୍ରହଣ ସନ୍ଧ୍ୟା 6:47ରେ ଶେଷ ହେବ। ସେଥିପାଇଁ ଏହି ଚନ୍ଦ୍ରଗ୍ରହଣ ଓଡ଼ିଶାରେ ସନ୍ଧ୍ୟା 6ଟାରୁ 6:47 ଯାଏଁ ମାତ୍ର ଆଂଶିକ ଗ୍ରହଣ ଭାବେ ଦେଖାଯିବ। କିନ୍ତୁ ଏଥିପାଇଁ ସକାଳ 6:20ରୁ ଘାତ ସମୟ ଆରମ୍ଭ ହେବ ବୋଲି ପାଞ୍ଜିରେ ଉଲ୍ଲେଖ ରହିଛି। ଘାତକାଳ ମାର୍ଚ୍ଚ 3 ତାରିଖ ସକାଳ 6:20ରେ ଆରମ୍ଭ ହେବ ଓ ସନ୍ଧ୍ୟା 6:46 ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଖାଇବା ପିଇବା ଠାରୁ ପୂଜା ପର୍ଯ୍ୟନ୍ତ ଅନେକ କାର୍ଯ୍ୟରେ ବାରଣ ପାଇଁ ପରାମର୍ଶ ଦିଆଯାଇଛି। ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ଏହି ଗ୍ରହଣ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ। ତେଣୁ ଏହାର ଘାତ ସମୟ କେବେ ଏବଂ କେବେ ପାଳିବେ ହୋଲି ଏ ବାବଦରେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି। ଚନ୍ଦ୍ରଗ୍ରହଣ ପାଇଁ ସୂର୍ଯ୍ୟୋଦୟ ପୂର୍ବରୁ ହେବ ପାକତ୍ୟାଗ, ଅନ୍ନଭୋଜନ ଓ ଦେବନୀତି ନିଷେଧ ରହିଛି। କେତୁ ଗ୍ରସ୍ତଦେହ ଚନ୍ଦ୍ରଗ୍ରହଣ ହୋଇଥିବାରୁ ଏହା ପାଳନ କରାଯିବ। ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ନୀତି ଓ ମହାପ୍ରଭୁଙ୍କର ରାଜରାଜେଶ୍ୱରୀ ବେଶ ରହୁଥିବାରୁ ଅବକାଶ ପରେ ଖଇକୋରା ଭୋଗ ହୋଇ ତଡ଼ପ ଲାଗି ବେଶ ଅନୁଷ୍ଠିତ ହେବ। ଆଉ ଗ୍ରହଣ ଲାଗିବା ପରେ ଗ୍ରହଣ ନୀତି ହେବ। ଶ୍ରୀମନ୍ଦିର ଇତିହାସରେ ଏହା ଏକ ବିରଳ ସଂଯୋଗ, ଯାହାକି ସନ୍ଧ୍ୟାରେ ହେବ ମହାପ୍ରଭୁଙ୍କ ସୁନାବେଶ। ସନ୍ଧ୍ୟାରେ ଦୋଳବେଦୀକୁ ବିଜେ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା। 3 ମାର୍ଚ୍ଚରେ ହେବାକୁ ଥିବା 2026ର ପ୍ରଥମ ଗ୍ରହଣ ଓ ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ। ଏହି ଚନ୍ଦ୍ରଗ୍ରହଣ ପଶ୍ଚିମବଙ୍ଗ, ମିଜୋରାମ, ନାଗାଲାଣ୍ଡ, ମଣିପୁର, ଆସାମ ଏବଂ ଅରୁଣାଚଳ ପ୍ରଦେଶର ଉତ୍ତର ପୂର୍ବ ଅଞ୍ଚଳରେ ଦୃଶ୍ୟମାନ ହେବ। ବ୍ୟୁରୋ ରିପୋର୍ଟ, BNS ଲାଇଭ୍।